ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କସାଫଳ ପଞ୍ଚାୟତରେ ଶନିବାର ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। ଯୁବନେତା ବିକ୍ରମ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁ ପ୍ରକାର ପ୍ରାକୃତିକ ସମ୍ପଦରେ ଭରପୁର ଥିବା କସାଫଳ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କ ଦକ୍ଷତା ଅଭାବ ଯୋଗୁଁ ଆଜି ଅବହେଳିତ ବୋଲି ଶ୍ରୀ ପଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ। ଡୁବୁଡୁବି ନଦୀରେ ଅଧା ପନ୍ତରିଆ ପୋଲ କସାଫଳ ପଞ୍ଚାୟତବାସୀଙ୍କ ଦୁଃଖର କାରଣ ବୋଲି ଶ୍ରୀ ପଣ୍ଡା ଅଭିହିତ କରିବା ସହ ଲୋକଙ୍କ ଆଶୀର୍ବାଦ ମିଳିଲେ ଆଗାମୀ ସାଧାରଣ ନିର୍ବାଚନ ସରିବାର 1 ମାସ ଭିତରେ ଏହି ପୋଲ କାମ ସମ୍ପୂର୍ଣ୍ଣ କରାଯିବ ବୋଲି ଶ୍ରୀ ପଣ୍ଡା ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆଗାମୀ 25 ବର୍ଷ ପର୍ଯ୍ୟନ୍ତ ଏହି ନିର୍ବାଚନ ମଣ୍ଡଳୀର ସେବା କରିବାକୁ ଉପସ୍ଥିତ ଜନତାଙ୍କୁ ଶ୍ରୀ ପଣ୍ଡା ଅନୁରୋଧ କରିଥିଲେ। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଅମଲ ମଣ୍ଡଳ, ଯଜାତି ପୃଷ୍ଟି, ଦିଲ୍ଲୀପ ପାତ୍ର, ତପନ ପାତ୍ର, ଖକନ ବେହେରା, ଗୋବିନ୍ଦ ପୃଷ୍ଟି, ସୁକଦେବ ମଣ୍ଡଳ, ପଦ୍ମଲୋଚନ ଦୁଆରୀ, ବୀରେନ ଦାସ, ଆକାଶ ମଣ୍ଡଳ, କମଳାକାନ୍ତ ବେହେରା, ରାଧାଶ୍ୟାମ ମହାନ୍ତି, ଶୁଭେନ୍ଦୁ ମହାନ୍ତି, ଶମ୍ଭୁନାଥ ବାରିକ, ବୁଦ୍ଧିରାମ ବେହେରା, ବୀରେନ ଦାସ, ଚକ୍ରଧର ପାତ୍ର, ସନ୍ୟାସୀ ବେହେରା, ଭାନୁ ମଣ୍ଡଳ, ଗୌରାଙ୍ଗ ଦଳେଇ, ଲୁଲୁ ମଣ୍ଡଳ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। प्रथम थर 2012 से सारंगम मंदिर पाखु जाई से बेलाभूमि को जाई से ठिकार नाली कंकरा मते खूब आकर्षित करथला ଏବଂ ମୁଁ ସେଦିନ ପ୍ରତିଜ୍ଞା କରିଥିଲି ଯଦି କେବେ ସୁଯୋଗ ମିଳେ ମୁଁ ଆଜି